ଯେତେବେଳେ ମୁଁ ଖଇରା କଲେଜରେ ଥିଲି ସେହି ସମୟରୁ ମୁଁ ସିଦ୍ଧାନ୍ତ କରିଥିଲି ଯେ ମୁଁ ସହରରେ ରହିବି ନାହିଁ। ପ୍ରଭୁଙ୍କ କୃପାରୁ ମୁଁ ସହରରେ ବମ୍ବେ ସହରରେ ଜନ୍ମ। ମୁଁ ଗବେଷଣା 200ରୁ ଉର୍ଦ୍ଧ୍ୱ ଗବେଷଣା ଆର୍ଟିକଲ ସବୁ ମୁଁ ଲେଖିଛି। 3 ଖଣ୍ଡ ବହି ଆର୍କିଓଲୋଜି ଉପରେ ପ୍ରକାଶ କରିଛି। ଆମେ ଯେଉଁ ଧାରାବାହିକ ଚଲେଇଥିଲୁ, ଯେଉଁ ଆଦର୍ଶ ଶିକ୍ଷକ ମାନେ ଅଛନ୍ତି, ଗୁରୁ ମାନେ ଅଛନ୍ତି, ସେମାନଙ୍କୁ ନେଇ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଣାମ ଓଡ଼ିଶା ଗୁରୁବେ ନମ। ସେଇ ପ୍ରଣାମ ଓଡ଼ିଶା ଗୁରୁବେ ନମରେ ଆମେ ଆଜି ଏଭଳି ଜଣେ ବ୍ୟକ୍ତି ବିଶେଷଙ୍କ ପାଖରେ ପହଞ୍ଚିଛୁ। ଭିନ୍ନ ଏକ ରୁଚିର ମଣିଷ, ଏକାଧାରରେ ଖାଲି ଛାତ୍ରବତ୍ସଳ ପ୍ରାଧ୍ୟାପକ ନଥିଲେ, ଜଣେ ଆଦର୍ଶ ମଣିଷ, ଧର୍ମ ଓ ସଂସ୍କୃତିକୁ ଯେ ଅତି ଆପଣାର କରିପାରନ୍ତି ସେଇଭଳି ଜଣେ ଭିନ୍ନ ଏକ ଚିନ୍ତା ଚେତନାର ବ୍ୟକ୍ତିତ୍ୱ ଡକ୍ଟର ଅଜୟ କୁମାର ନାୟକ। ଆଦର୍ଶ এই ଅଞ୍ଚଳରେ ରିଟାୟାର୍ଡ ପ୍ରିନ୍ସିପାଲ, ଘର ତାଙ୍କର ସୁଦୂର ରାଜକନିକାରେ, କିନ୍ତୁ ଏବେ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟର ରାଜକନିକାରେ, କିନ୍ତୁ ଏବେ ସେ ବସତି ସ୍ଥାପନ କରିଛନ୍ତି। ଠାକୁରଙ୍କର ଏକ ଅଭିରାମ ପରମହଂସ ଦେବଙ୍କର ଜଣେ ଅତି ଆପଣାର ମଣିଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଠାକୁରଙ୍କୁ ଭଲ ପାଉଥିବା ମଣିଷଟିଏ। ତାଙ୍କ ଘରେ ଆମେ ଦେଖୁଥିଲୁ ଆସିଲା ବେଳେ ଠାକୁରଙ୍କ ପୂଜାରେ ଯେଭଳି ଭାବରେ ନିମଗ୍ନ ଥିଲେ ଏବଂ ପ୍ରତ୍ୟେକଟି କ୍ଷେତ୍ରରେ ଯୋଉଠି ଠାକୁରଙ୍କର କାର୍ଯ୍ୟକ୍ରମ ଚାଲେ ସେଠି ସେ ପହଞ୍ଚନ୍ତି। ତାଙ୍କର ସିଏ ଯେଉଁ ଅବଦାନ ତାହା ନିଶ୍ଚିତ ସ୍ମରଣୀୟ ଯିବ। ସେଇଭଳି ଜଣେ ପ୍ରାଧ୍ୟାପକଙ୍କ ପାଖରେ ଆମେ ପହଞ୍ଚିଛୁ, ଅବସରପ୍ରାପ୍ତ ପ୍ରିନ୍ସିପାଲ। ସେ କୋଉଠି ସେ ଚାକିରି ଜୀବନ ଆରମ୍ଭ କଲେ, କ'ଣ କଲେ, ସେ ବିଷୟରେ ଆମେ ତାଙ୍କ ସହିତ 2 ପଦ କଥା ହେବା। ସାର୍, ରୂପାଥାଳିଆ ନ୍ୟୁଜକୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆମେ ଆପଣଙ୍କ ପାଖରେ ପହଞ୍ଚିଛୁ ଏଇଥିପାଇଁ ଆପଣଙ୍କର ଯେଉଁ ପ୍ରତିଭା ରହିଛି ସେ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଆମର ଏ କ୍ଷୁଦ୍ର ପ୍ରୟାସ ମାତ୍ର। ସାର୍, ଆପଣ ପରିଚୟ ଦେବେ। ମୁଁ ରୂପାଥଳିଆ ନ୍ୟୁଜ୍ ଚ୍ୟାନେଲକୁ ଧନ୍ୟବାଦ ଜଣାଉଛି। ମୁଁ ହେଉଛି ଡକ୍ଟର ଅଜୟ କୁମାର ନାୟକ। ମୁଁ 35 ବର୍ଷରୁ ଉର୍ଦ୍ଧ୍ୱ କାଳ ଅଧ୍ୟାପନା କରି ଚାନ୍ଦବାଲି କଲେଜ, ଚାନ୍ଦବାଲି ଭଦ୍ରକରୁ ପ୍ରିନ୍ସିପାଲ ଭାବେ 2014 ସେପ୍ଟେମ୍ବର ମାସରେ ଅବସର ନେଲି ଏବଂ ଅବସର ନେବା ପରେ ମୁଁ ଚିନ୍ତା କଲି ଯେ ମୁଁ ସେବା କ୍ଷେତ୍ରରେ ରହିବି। ଯେତେବେଳେ ମୁଁ ଖଇରା କଲେଜରେ ଥିଲି ସେହି ସମୟରୁ ମୁଁ ସିଦ୍ଧାନ୍ତ କରିଥିଲି ଯେ ମୁଁ ସହରରେ ରହିବି ନାହିଁ। କାରଣ ପ୍ରଭୁଙ୍କ କୃପାରୁ ମୁଁ ସହରରେ ବମ୍ବେ ସହରରେ ଜନ୍ମ। ମୋର ପାଠପଢ଼ା କଲିକତାରୁ ଆରମ୍ଭ, ପାଠପଢ଼ା ଶେଷ ଦିଲ୍ଲୀ ନିକଟସ୍ଥ କୁରୁକ୍ଷେତ୍ର ୟୁନିଭର୍ସିଟିରେ ସାରିଛି। ତା ଛଡ଼ା ମୁଁ ଦୀର୍ଘକାଳ ପାଖାପାଖି ଏପର୍ଯ୍ୟନ୍ତ ମଧ୍ୟ 45 ବର୍ଷ ଧରି ମୁଁ ଗବେଷଣାରତ। ମୁଁ ଇଣ୍ଡିଆନ୍ ହିଷ୍ଟ୍ରି କଂଗ୍ରେସ, ସାଉଥ୍ ଇଣ୍ଡିଆନ୍ ହିଷ୍ଟ୍ରି କଂଗ୍ରେସ, ନ୍ୟୁମିଜମେଟିକ୍ ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ହିଷ୍ଟ୍ରି କଂଗ୍ରେସ ଏବଂ ଜଗନ୍ନାଥ ଗବେଷଣା ପରିଷଦ ପୁରୀ ଏବଂ ଭୁବନେଶ୍ୱରରେ ମୁଁ ସକ୍ରିୟ ଭାବେ ସଂଯୁକ୍ତ। ଏବଂ ମୁଁ ଗବେଷଣା 200ରୁ ଉର୍ଦ୍ଧ୍ୱ ଗବେଷଣା ଆର୍ଟିକଲ ସବୁ ମୁଁ ଲେଖିଛି। 3 ଖଣ୍ଡ ବହି ଆର୍କିଓଲୋଜି ଉପରେ ପ୍ରକାଶ କରିଛି ଏବଂ ମୋର ଶେଷ ସମୟଟି କିପରି ପ୍ରଭୁଙ୍କ ସେବାରେ କଟିବ, ସେବା ପରମ ଧର୍ମ। ଆଉ ମୁଁ ଏତିକି ଜାଣିଛି, ଆମ 3 ପିଢ଼ି, ଆମର ଶାନ୍ତ ବାପା, ଶାନ୍ତ ମା, ବାପା ମା ଏବଂ ମୁଁ, ଆମେ ସେ ସବୁ ଠାକୁର ଅଭିରାମ ପରମହଂସଙ୍କ ଆଶ୍ରିତ। ପିଲାଟି ବେଳୁ ମୁଁ ଆମ ଘରେ ଠାକୁରଙ୍କ ପୂଜା ପାଠ ଦେଖିଛି। ଆମ ଘରକୁ ସବୁ ବଡ଼ ବଡ଼ ବାବାଜୀ ସାଧୁ ସନ୍ଥ ଆସନ୍ତି। ମୁଁ ତଦ୍ୱାରା ପ୍ରଭାବିତ ହେଇଛି। ପ୍ରଭୁଙ୍କ କୃପାରୁ ମୁଁ, ପ୍ରଭୁଙ୍କ ଇଚ୍ଛାରୁ ମୁଁ ଏହି ରଟିଣା ଗ୍ରାମରେ ଆସିକି ଅବସ୍ଥାପିତ ଏବଂ ମୁଁ ବର୍ତ୍ତମାନ 3ଟି କଥାରେ ନିୟୋଜିତ। ପ୍ରଥମ କଥା ହେଲା ଠାକୁରଙ୍କ ଭଜନ କୀର୍ତ୍ତନ, ପ୍ରାର୍ଥନା, ସେବା
ଚାଲିଛି ଏବଂ ଦ୍ୱିତୀୟ କଥା ହେଲା ଯେ ମୁଁ ସେବା କାର୍ଯ୍ୟ କରୁଛି ଏବଂ ଗବେଷଣାରେ ମଧ୍ୟ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଅଛି। ମୁଁ ଦେଖୁଥିଲି ସାର୍ ଆପଣଙ୍କ ଘରେ ସବୁ ବସ୍ତ୍ର ରହିଛି। ଆମେ ଶୁଣିଛୁ ଆପଣ ଯୋଉମାନେ ଖଟିଖିଆ ମେହନତି ଜନତା, ଯୋଉମାନେ ଅଭାବ ଅନାଟନ ଭିତରେ ରହନ୍ତି, ଶୀତ ବେଳେ ଘୋଡ଼ିବାକୁ ପାଆନ୍ତି ନାହିଁ, ବିଶେଷତଃ ଜନଜାତୀୟ ଲୋକମାନଙ୍କୁ ଆପଣଙ୍କର ସେଇ ସାହାଯ୍ୟର ହାତ ବଢ଼େଇ ଦିଅନ୍ତି ଏବଂ ସେମାନଙ୍କୁ ବସ୍ତ୍ର, ଶୀତ ବସ୍ତ୍ର, ଲୁଗା ଏମିତି ସବୁ ଦାନ କରନ୍ତି। ଏଭଳି ମାନସିକତା କେବେଠୁ ଜନ୍ମିଲା? ବହୁ ସମୟରେ ମୋତେ ଅନେକ ପ୍ରଶ୍ନ କରନ୍ତି, ସାର୍ ଆପଣଙ୍କ ଗ୍ରାମ ପାଖରେ ରହି ସେବା କରିପାରିଥାନ୍ତେ। ମୁଁ କହେ ହଁ, ମୁଁ କରିପାରିଥାନ୍ତି, କିନ୍ତୁ ମୁଁ ଖଇରାରେ ଥିବାବେଳେ ଯେତେବେଳେ ଏ ଅଞ୍ଚଳରେ ବୁଲିବାକୁ ଆସେ ସେତେବେଳେ ଦେଖେ ଯେ ଜନଜାତି ବା ଯେଉଁମାନେ ଟ୍ରାଇବାଲ୍ସ ମାନେ କିପରି ଅବସ୍ଥାରେ ରହିଛନ୍ତି। ମୁଁ ସେଥିପାଇଁ ସିଦ୍ଧାନ୍ତ ନେଇଥିଲି ଯେ ମୁଁ ଏଇ ଜନଜାତି ଲୋକଙ୍କର ତାଙ୍କୁ ସେବା କରିବି। ଶୀତ ଦିନେ ବସ୍ତ୍ର ବାଣ୍ଟେ ବା କମ୍ବଳ ବାଣ୍ଟେ ଏବଂ ମୁଁ ସବୁ ସଂଗ୍ରହ କରି ଯେଉଁ ପୋଷାକ ପତ୍ର ସବୁ ମୋର ବନ୍ଧୁମାନେ ଅଛନ୍ତି ସେମାନେ ଦିଅନ୍ତି, ତାକୁ ମଧ୍ୟ ଦିଏ। ତା ଛଡ଼ା ମୁଁ ଗଛ ଲଗାଏ, ଗଛ ବାଣ୍ଟେ ଏବଂ ମୁଁ ଗୋଟେ ଓପନ୍ ସ୍କାଏ ସ୍କୁଲ, ଛୋଟ ଛୋଟ ପିଲାମାନଙ୍କ ପାଇଁ ଯେଉଁମାନେ ସ୍କୁଲ ଯାଉନାହାନ୍ତି ସେମାନଙ୍କ ପାଇଁ, ହଁ, ମୁକ୍ତ ବିଦ୍ୟାଳୟ, ସେମାନଙ୍କୁ ସବୁ ମନ୍ତେ ମୁଁ ଦିଏ। ତାଙ୍କର ଠାରୁ ପୋଷାକଠୁ ଆରମ୍ଭ କରି ବହି ଇତ୍ୟାଦି ସବୁ କଥା ମୁଁ ଦିଏ ଏବଂ ଏଥିରେ ମୁଁ ଭାବେ ସେଇମାନଙ୍କର ସେବା କଲେ ମୋ ପ୍ରଭୁ ଖୁସି ହେବେ ଏବଂ ମୋର ଅନୁଭବରେ ମୁଁ ଜାଣିଛି ପ୍ରଭୁ ସଦା ଏଠାରେ ବିରାଜମାନ ଏବଂ ସେ ମୋତେ ଅନେକ ଅନେକ ଆଶୀର୍ବାଦ କରିଛନ୍ତି। ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ, ଏଇଭଳି କଥା। ଆପଣ ଯେ ଠାକୁର ଅଭିରାମ ପରମହଂସଙ୍କର ଆପଣଙ୍କ ପରିବାର ସମସ୍ତେ ସେ ଠାକୁରଙ୍କ ସହିତ ସମ୍ପୃକ୍ତି ଅଛି, ଠାକୁରଙ୍କ ଚରଣାଶ୍ରିତ। ଆପଣ କେବେଠୁ ଦୀକ୍ଷା ଗ୍ରହଣ କଲେ? ମୁଁ ପିଲାଟି ବେଳୁ ଯେତେବେଳେ ଠାକୁରଙ୍କ କୃପାରୁ ମୁଁ ବାହାରେ ବଢ଼ିଛି, କିନ୍ତୁ ଗ୍ରାମ୍ୟ ଜୀବନ ମଧ୍ୟ 5 ବର୍ଷ ମୁଁ ବିତେଇଛି। ଯାହା ପ୍ରଭୁଙ୍କର ଇଚ୍ଛା ଥିଲା। ଯେତେବେଳେ ମୁଁ ଗ୍ରାମକୁ ଆସେ, 4ର୍ଥ ଶ୍ରେଣୀରେ ଆସେ, ସେତେବେଳେ ମୁଁ ଦେଖିଲି ମୋର ବୁଢ଼ୀ ମା ଭୋର ଉଠି ସେ ଠାକୁରଙ୍କୁ ବଡ଼ ମାନେ ସୁଲଳିତ ସ୍ୱରରେ ଠାକୁରଙ୍କୁ ଉଠାନ୍ତି ଏବଂ ସେଇଦିନ ଏବଂ ତାରି ସାଙ୍ଗରେ ମୁଁ ଗାଧୋଇବାକୁ ଯାଏ। ଫେରି ଠାକୁର ଆମ ଆସ୍ଥାନରେ ଯେଉଁ ଠାକୁର ଥାଆନ୍ତି, ଜଗନ୍ନାଥ ଠାକୁର, ପୂଜା କରେ। ଧୀରେ ଧୀରେ ମୁଁ ଜାଣିବାକୁ ପାଇଲି ଠାକୁର ଅଭିରାମ କିଏ ଏବଂ ବାବାଜୀ ମାନେ ମଧ୍ୟ ଯେଉଁ ଘରକୁ ଆସନ୍ତି ସେମାନେ ତାଙ୍କ ସମ୍ପର୍କରେ କହନ୍ତି, ଆଶୀର୍ବାଦ କରନ୍ତି। ମୁଁ ସେଇ ଆଶୀର୍ବାଦରୁ ଏତେ ବାଟ ଆସିପାରିଛି। ମୋର ଯେଉଁ ଯେକୌଣସି, ମୁଁ ଏଟାକୁ ମୋ ପାଇଁ ଆଶ୍ରମ ବୋଲି ମନେ କରେ, କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ହେଉଛି ସେବାଶ୍ରମ। ମୁଁ ସେଇ କାର୍ଯ୍ୟରେ ନିୟୋଜିତ ଏବଂ ମୁଁ ଚାହେଁ ଯେ ସମସ୍ତେ ଯେପରି କହନ୍ତି ଯେ ମାଧବ ସେବା, ମାନବ ସେବା ହିଁ ମାଧବ ସେବା। ତେଣୁ ମୁଁ ତାଙ୍କରି ଭିତରେ ପ୍ରଭୁଙ୍କୁ ଦେଖେ, ପ୍ରଭୁଙ୍କୁ ଦର୍ଶନ କରେ ଏବଂ ସେମାନେ କିପରି ଖୁସିରେ ରହିବେ, ଆନନ୍ଦରେ ରହିବେ, ଶାନ୍ତିରେ ରହିବେ, ଏ କଥା, ଏ ଦିଗଟି ମୋତେ ଦେଖେ। ଗୋଟେ ଆମ ଶ୍ରୋତାମାନଙ୍କ ପାଇଁ, ଶ୍ରୋତାଙ୍କ ପାଇଁ ଠାକୁରଙ୍କର 2 ପଦ ଭଜନ ଟିକେ କିମ୍ବା କହିବେ? କୁହନ୍ତୁ ଦେଖି। ଠାକୁର ଗୋଟେ ଚମତ୍କାର କଥା କହିଛନ୍ତି, ସଂସାରେ ଯେ ବନ୍ଧୁ ଦେବା ନେବା ବନ୍ଧୁ, ନଦେଲେ ନନେଲେ କିଏ କାହାର, ଜଗ ବନ୍ଧୁଏ ତୁମେ ମୋହର। ଏ ସଂସାର ହେଉଛି ଠାକୁରଙ୍କର ଖେଳ ଘର, ଲୀଳା ଘର। ଠାକୁର କହନ୍ତି ସମସ୍ତେ ମାୟା ମାୟା କହୁଛନ୍ତି, କିନ୍ତୁ ମାୟା କି ଅଜ୍ଞାନ, ଯେ ପର୍ଯ୍ୟନ୍ତ ଅଜ୍ଞାନ ମଣିଷ ଅଛି ତାହିଁ ଠାକୁରଙ୍କ ପାଇଁ ମାୟା। ସେ ଘର ଛାଡ଼ି ପଳେଇ ଯିବା ପାଇଁ କହିନାହାନ୍ତି, ବଡ଼ି 2 ଧାଡ଼ି ଚମତ୍କାର ଭାବେ କହିଛନ୍ତି।
ଛାଡ଼ିନ ସଂସାର ସଂସାରରେ ଥିବି ରହିଣ ସଂସାରେ ସଂସାରରେ ନଥିବି। ମୁଁ ଯେତିକି ପ୍ରଭୁଙ୍କ କୃପାରୁ ବେଦ ବେଦାନ୍ତ ଉପନିଷଦଠୁ ଆରମ୍ଭ କରି ଧର୍ମଶାସ୍ତ୍ର ଧର୍ମସୂତ୍ର ପଞ୍ଚସଖା ପର୍ଯ୍ୟନ୍ତ ମୁଁ ଯେହେତୁ ଇତିହାସ ଏବଂ ପ୍ରତ୍ନତତ୍ତ୍ୱର ଜଣେ ପ୍ରଫେସର ହିସାବରେ ଗବେଷଣା କରି ଆସିଛି ଦୀର୍ଘ 45 ବର୍ଷ ଧରି। ମୁଁ ସେଇଥିରୁ ଦେଖିଛି ଯେ ଠାକୁର ସମସ୍ତ କଥାର ନିର୍ଯାସ ସେ ଥୋଇ ଦେଇଛନ୍ତି ସାଧାରଣ ଲୋକମାନଙ୍କ ପାଇଁ, ଯେଉଁ ଗ୍ରାମୀଣ ଲୋକମାନଙ୍କ ପାଇଁ। ଯେ ଗ୍ରାମୀଣ ଲୋକଟି ସେ ସଂସାରରେ ଥାଇ କିପରି ତାଙ୍କୁ ପ୍ରଭୁଙ୍କୁ ଭଜନ କରିପାରିବ ସେ କଥା ସେ ଅତି ସୁନ୍ଦର ଭାବେ ସବୁ କହିଛନ୍ତି। 50ରୁ ଉର୍ଦ୍ଧ୍ୱ ପୁସ୍ତକ ସେ ଲେଖିଛନ୍ତି ଏବଂ କେବଳ ଗ୍ରାମୀଣ ଲୋକ କିପରି ତାର ଆନନ୍ଦ ପାଇଁ ଶାନ୍ତି ଆନନ୍ଦ ପାଇଁ ସେ ମୁକ୍ତି କଥା କହିନାହାନ୍ତି। ମୁକ୍ତି କାମୀ ହେବା ପାଇଁ ମଧ୍ୟ ଚାହିଁ ନାହାନ୍ତି। କୌଣସି ପଦ ପଦବୀ ଚାହିଁବ ନାହିଁ। ମୋର ଆଶ୍ରିତ ମୋର ଭକ୍ତ ଚାହିଁବ ନାହିଁ। ଇନ୍ଦ୍ର ପଦ ମଧ୍ୟ ତାର ଦରକାର ନାହିଁ। ଏପରିକି ସେ ମୋକ୍ଷ ବି ଚାହେଁ ନାହିଁ। ଯିଏ ପରମ ବୈଷ୍ଣବ ସେ ଠାକୁର ବଡ଼ ଚମତ୍କାର ଗୋଟେ ଉଦାହରଣ ଦେଇଛନ୍ତି ଯେ ଗୁଡ଼ ବଣାରେ ଯେଉଁ ଚାଲାକ ଯେଉଁ ପିମ୍ପୁଡ଼ିଟିଏ ବା କାୟାଟିଏ ସିଏ ଭିତରକୁ ପଶି ଯାଇ ଖାଏ ନାହିଁ, କାରଣ ଭିତରକୁ ପଶିଗଲେ ସେ ଗୁଡ଼ ବଣାରେ ସେ ବୁଡ଼ିଯିବ, ନିଶ୍ଚିହ୍ନ ହେଇଯିବ। କିନ୍ତୁ ପରମ ବୈଷ୍ଣବ ଚତୁର ଭକ୍ତଟିଏ ସେ ପାଖରୁ ପାଖରୁ ଥାଇ ସେ ଗୁଡ଼ ସଦାକାଳ ଖାଉଥିବ ଏବଂ ପ୍ରଭୁଙ୍କ ନାମ ଭଜନ କରୁଥିବ। ବାଃ, ସୁନ୍ଦର କଥା। ଆଉ ଗୋଟେ କଥା ଆମେ ଦେଖୁଥିଲୁ ସାରା, ମୁଁ ବି ଦେଖୁଛି ଆପଣ ଶୁଣିଛି ଏ ସମୟରେ ବି ଆପଣ ଆମେ ଦେଖୁଥିଲୁ ବାଡ଼ିରୁ ଘାସ କାଟିବା, ଯେଉଁ ରଖିଛନ୍ତି ଗାଈଟିଏ ସେବା ପାଇଁ ତାକୁ ଦବା, ଆଉ ନିଜେ ବାଡ଼ିରେ ଫସଲ କରିବା, ଇଏ ସବୁ ବହୁତ କଥା। ଆପଣ ଏଇଥିପାଇଁ ବୋଧେ ଠାକୁର ଆପଣଙ୍କୁ ନିରୋଗୀ ରଖିଛନ୍ତି, କୌଣସି ରୋଗ ଆପଣଙ୍କୁ ଅଦ୍ୟାବଧି ଛୁଇଁ ପାରି ନାହିଁ। ସେ ଗୋଟେ ସୁନ୍ଦର କଥା ସାର୍। ଆଉ ଆପଣ ସେ ଜୀବନର ଆଉ କ'ଣ ଲକ୍ଷ୍ୟ ରଖିଛନ୍ତି? ନା, ଲକ୍ଷ୍ୟ ମୋର ଗୋଟିଏ କଥା ଯେ ପ୍ରଭୁଙ୍କ କୃପାରୁ ପରୋକ୍ଷ ଭାବେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ମୁଁ ଦର୍ଶନ ପାଇଛି। ଠାକୁରଙ୍କ କୃପାରୁ ସେ ମୋତେ ଆଶ୍ୱାସନା ଦେଇଛନ୍ତି, ସେ ସଦାକାଳ ମୋ ସହିତ ଅଛନ୍ତି। ତେବେ ଆମେ ଖାଲି ଦର୍ଶନ, ଠାକୁର କହୁଛନ୍ତି ଯେ ଖାଲି ଦର୍ଶନ କରିଦେଲେ ହୁଏ ନାହିଁ, ଠାକୁରଙ୍କୁ ତୁମେ ବାନ୍ଧି ରଖିବା ଦରକାର। ଠାକୁର ତୁମ ପଛେ ପଛେ ସଦାବେଳେ ଅଛନ୍ତି, ବା ତୁମେ ଭୁଲି ପଡ଼ିଲେ ସେ ପଳେଇ ଯେପରି ନ ଯାଆନ୍ତି, ତୁମେ ସେଇଭଳି ଭାବରେ ତାଙ୍କୁ ବାନ୍ଧି ରଖ। ପଛେ ପଛେ ବତ୍ସା ଗମେ ଯେଉଁ ଭାବେ ଭକ୍ତ ପଛରେ ମୁଁ ସେଇ ଭାବରେ ସେଭଳି ଥାଏ। ତେଣୁ ଠାକୁର କହୁଛନ୍ତି ମୁଁ ତାହା କେବଳ ଏଇ ସେବା ମାଧ୍ୟମରେ ହୁଏ। ସେବା ଠାକୁର କହୁଛନ୍ତି ଭଜନ କୀର୍ତ୍ତନ କରି ସେ ଭକ୍ତଟି ଯୋଉଠି ଯାଇ ପହଞ୍ଚିବ, ସେବା କରି ଆଶ୍ରମରେ ହଉ ବା ଯୋଉଠି ହଉ, ଯେ ଠାକୁରଙ୍କ ସେବାରେ ଯଦି ଲାଗିଥିବ ସିଏ ମଧ୍ୟ ସେଇ ଜାଗାରେ ପହଞ୍ଚିବ। ଠାକୁର କହୁଛନ୍ତି ଯେ ଏଇ ଭଜନ କୀର୍ତ୍ତନ ଅପେକ୍ଷା ମୁଁ ସେବା କରୁଥିବା ମଣିଷକୁ ଅଧିକ ଭଲ ପାଏ। ଧନ୍ୟବାଦ। ଦେଖୁଥିଲେ ଆମେ ସାର୍ଙ୍କ ସହିତ ତାଙ୍କ ଘରକୁ ଆସିଥିଲୁ, ତାଙ୍କର ଯେଉଁ ଆଶ୍ରମ ପ୍ରତିଷ୍ଠା କରୁଛନ୍ତି ସେଠି ଏତେ ଭଲ ଲାଗିଲା। ସାର୍ଙ୍କ ସହିତ ବସିଲୁ, ଆତିଥ୍ୟତାରେ ତ ତାଙ୍କ ପାଖରେ ଭରପୁର। ଏବଂ ସେତିକି ନୁହେଁ, ଆମେ ଦେଖୁଥିଲୁ ତାଙ୍କ ପାଖରେ ଅନେକ ଗୁଡ଼ିଏ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସବୁ ସମର୍ଥିତ କରିଛି। ତାଙ୍କର ଯେଉଁ ପ୍ରତିଭା ଅଛି ସେ ପ୍ରତିଭା ପାଇଁ ଅନେକ ଗୁଡ଼ିଏ ଅନୁଷ୍ଠାନ ତାଙ୍କୁ ସମର୍ଥିତ କରିଛନ୍ତି। ଆମେ ବି ମଧ୍ୟ ରୂପାଥାଳିଆ ତରଫରୁ ସାର୍ଙ୍କୁ ସମର୍ଥିତ କରିବୁ। ଆମର ଯେଉଁ ଧାରାବାହିକ କାର୍ଯ୍ୟକ୍ରମ ରହିଛି, ଆମେ ଯାହାଙ୍କ ସହିତ ସାକ୍ଷାତ କରୁ, ପରବର୍ତ୍ତୀ ସମୟରେ ଆମେ ତାଙ୍କ ପାଖକୁ ଆସୁ ଏବଂ ଆମର ଏକ ପ୍ରଶସ୍ତି ପତ୍ର ତାଙ୍କୁ ପ୍ରଦାନ କରାଯାଏ। ଆଉ ଯେଉଁ କ୍ଷୁଦ୍ର ଉପହାରଟି ଉତ୍ତରଟେ ମଧ୍ୟ ଦେଉ, ଆମେ ସେ କଥା ବି ଧରି ରଖିବୁ। ସାର୍, ଆପଣ ଆମ ସହିତ ମିଶିଲେ, ଦୁଇ ପଦ କଥା ହେଲେ, ଆମ ଶ୍ରୋତାମାନଙ୍କୁ ଆପଣଙ୍କ ଜୀବନ କାହାଣୀର ବହୁତ କଥା କହିଲେ। ଆମେ ସେଇ ଜଗନ୍ନାଥଙ୍କ ପାଖରେ ଆମେ ଠାକୁର ଅଭିରାମ ପରମହଂସ ନିକଟରେ ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ଆପଣ ଏମିତି ନିରୋଗୀ ରଖନ୍ତୁ, ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆପଣ ଏମିତି ଜନସେବାରେ ନିଜକୁ ସମର୍ପିତ କରନ୍ତୁ, ନିୟୋଜିତ କରନ୍ତୁ। ଆପଣଙ୍କ ଚଲାପଥ ଆହୁରି ଅଧିକ କୁସୁମିତ ହେଉ, ରୁଦ୍ଧିମନ୍ତ ହେଉ। ଭଗବାନଙ୍କ ପାଖରେ ଏତିକି ଆମର ପ୍ରାର୍ଥନା, ଠାକୁରଙ୍କ ପାଖରେ ଏତିକି ପ୍ରାର୍ଥନା। ଆଉ ଟିକେ ସାର୍, ଆଉ ଗୋଟେ କଥା ପଦେ କହିବେ। ଆପଣ
ଏବେ ବିଭିନ୍ନ ପ୍ରବଚନ ଦବାକୁ ଭଲ ପାଆନ୍ତି ଏବଂ ଯାଉଛନ୍ତି ପ୍ରବଚନ ଦେବା ପାଇଁ। ପ୍ରଥମେ ପ୍ରଥମେ ପ୍ରବଚନ ଦେବାକୁ ଯାଉଥିଲେ, କିନ୍ତୁ ମୋର ଗୋଟେ ଅନୁଭବକୁ ଆସିଲା ଯେ ପ୍ରବଚନ ଶୁଣିବାକୁ ଆସିଥିବା ଲୋକ ଏଇ ପ୍ରବଚନକୁ ଗୋଟେ ଏଣ୍ଟରଟେନମେଣ୍ଟ ବୋଲି ଭାବୁଥିଲେ। ତା ଛଡ଼ା ଯେ ପ୍ରବଚନ ଦେଲା ବେଳେ ଅନୁଭବର କଥା, ଠାକୁର କହୁଛନ୍ତି ଅନୁଭବକୁ ସତ୍ୟ କହେ। ଆଉ ଆପଣ ଧର୍ମଶାସ୍ତ୍ର ବା ଯେକୌଣସି ବେଦ ବେଦାନ୍ତ ଉପନିଷଦ କଥା ଯାହାରୁ ତାକୁ ଘୋଷି କରି ତାକୁ ଲୋକଙ୍କ ପାଖରେ ପ୍ରକାଶ କଲେ ତାହା ବିଶେଷ କିଛି କାମ ହୁଏ ନାହିଁ। ପ୍ରବଚନ ଦଉଥିବା ସ୍ଥାନ ଛାଡ଼ିଗଲା ପରେ ସେ ଭୁଲି ଯାଆନ୍ତି, ପୁନଶ୍ଚ ତାକୁ ମାୟା ଘେରି ବସେ, ଷଡ଼ ରିପୁ ତାକୁ ମାଡ଼ି ବସେ। ତେଣୁ ମୁଁ ଯୋଉଠି ସୁଯୋଗ ପାଇଛି ମୋର ଅନୁଭବର କଥା ମୁଁ କହିଛି, ଠାକୁରଙ୍କର ଲୀଳା କଥା ମୁଁ କହିଛି। ତେଣୁ ତାକୁ ଏଣ୍ଟରଟେନମେଣ୍ଟ ଭାବେ ଯୋଉଠି ଦେଖନ୍ତି ସବୁ ମୁଁ ତାକୁ ସେ ଯାଏ ନାହିଁ, କହେ ନାହିଁ। ତେଣୁ ଏତିକି ପରବର୍ତ୍ତୀ କାଳରେ ବହୁ ଲୋକ ଡାକୁଥିଲେ, କିନ୍ତୁ ମୁଁ ସେମାନଙ୍କୁ ମନା କରିଦେଲି ଯେ ମୁଁ ପ୍ରବଚନକୁ ଆଉ ଯିବି ନାହିଁ ବା ଯାଉନାହିଁ। ଧନ୍ୟବାଦ। ଆପଣ ଦେଖୁଥିଲେ ସାର୍ଙ୍କର ଯେଉଁ ମାନସିକତା, ଏତେ ସୁନ୍ଦର ମାନସିକତା, ଏତେ ଭିନ୍ନ ଚିନ୍ତା ଚେତନାର ମଣିଷ ମୁଁ ପ୍ରଥମରୁ କହିଛି। ଏଭଳି ମଣିଷ ଆଜିକାଲି ସମାଜରେ ବହୁତ ବିରଳ। ମୁଁ ପୁଣି ଥରେ ସେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି ସାର୍ଙ୍କ ଚଲାପଥ ଅଧିକ ରୁଦ୍ଧିମନ୍ତ ହେଉ। ଯେଉଁ କ୍ଷେତ୍ରରେ ସେ ଆଗେଇ ଚାଲିଛନ୍ତି ସେଇଭଳି କ୍ଷେତ୍ରରେ ଆଗକୁ ବଢ଼ନ୍ତୁ। ଠାକୁର ଆପଣଙ୍କ ପଛରେ ଅଛନ୍ତି। ଆମେ ବି ଆପଣଙ୍କୁ ଆମ ଗଣରେ ପାଇ ଅତ୍ୟନ୍ତ ଖୁସି ଲାଗିଲା, ବହୁତ ଆନନ୍ଦ ଅନୁଭବ କଲି। ବହୁତ ଦିନରୁ ଆପଣଙ୍କ ସହିତ ମିଶିଥିଲି। ମୁଁ ଭାବୁଥିଲି କେତେବେଳେ ଏ ଦୁନିଆ ତ ମରଣଶୀଳ, କେତେବେଳେ ମରି ହଜି ଯିବୁ ଆମେ ସେ କଥା ତ କେହି କହିପାରିବନି। କିନ୍ତୁ ମୁଁ ସାର୍ଙ୍କ ସହିତ ଏମିତି ଗୋଟେ ବସିବା ବନ୍ଧୁଙ୍କ ସହିତ, ଭାଇ ଆମେ ଯେହେତୁ ଠାକୁର ଅଭିରାମ ପରମହଂସଙ୍କର ଦୀକ୍ଷିତ, ଆମେ ଗୋଟିଏ ପରିବାର, ଭାଇ ଭାଇ ଭଳି ରହିବା। ଆମେ ସେଇ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ପୁଣି ଥରେ ଆପଣଙ୍କର ଚଲାପଥ ଅଧିକ ରୁଦ୍ଧିମନ୍ତ ହେଉ। ଯେଉଁ କାମରେ ଆଗେଇଛନ୍ତି ସେଇଭଳି ଆଗକୁ ବଢ଼ନ୍ତୁ। ମୁଁ ପୁନଶ୍ଚ ରୂପାଥାଳିଆ ନ୍ୟୁଜ୍ ଚ୍ୟାନେଲକୁ ଧନ୍ୟବାଦ ଜଣାଉଛି। ମୁଁ ଏତିକି କେବଳ ଜାଣେ ଠାକୁରଙ୍କ ଇଚ୍ଛାରୁ କୃପାରୁ ମୁଁ ଏ ସ୍ଥାନରେ ଅବସ୍ଥାପିତ। ସବୁ ସେ ଦେଇଛନ୍ତି, ଧନ ଜନ ଗୋପ ଲକ୍ଷ୍ମୀ ମାନ ସମ୍ମାନ ଇତ୍ୟାଦି ଯାହା ସବୁ ଦେଇଛନ୍ତି ଏବଂ କଷ୍ଟ ସମୟ ମଧ୍ୟ ଦେଇଛନ୍ତି। କିନ୍ତୁ ମୁଁ ଜାଣେ ସେ ଆମର ପୁତ୍ର, ସେ ଆମର ପିତା, ସେ ଆମର ସଖା ବନ୍ଧୁ। ମୁଁ ତାଙ୍କର ଗୋପୀ ଭାବରେ ତାଙ୍କର ସେବା କରିଚାଲିଛି ଏବଂ ମୁଁ ଜାଣେ ମୋ ପ୍ରଭୁଙ୍କ କୃପାରୁ ମୁଁ ଏତିକି ମୋର ଅନୁଭବ ଅଛି, ଠାକୁର ମୋତେ କେବେ ଛାଡ଼ି ଯିବେ ନାହିଁ। ମୋତେ ସଦା କାଳେ ତାଙ୍କ ଆଶୀର୍ବାଦ ପ୍ରାପ୍ତ ରହିବ। ମୁଁ ତାଙ୍କରି କର୍ମ କରି ମୋର ଯେତେବେଳେ ଡାକରା ଆସିବ ମୁଁ ଯିବା ପାଇଁ ପ୍ରସ୍ତୁତ ଅଛି। ଧନ୍ୟବାଦ ସାର୍। ରହିଲୁ ବଡ଼ ଭାଇ, ଆପଣ ସୁସ୍ଥ ରୁହନ୍ତୁ, ଏମିତି ଆମକୁ ସହଯୋଗର ହାତ ବଢ଼େଇଥାନ୍ତୁ। ଯାହା ହଉ ଆପଣ ମୋର ଆଶ୍ରମ ସେବାଶ୍ରମକୁ ଆସିଲେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆଉ ଅଧିକ ସେବା କରିପାରି ନାହିଁ। ଆଉ ଯାହା ହଉ